ମୋ ଧନ ରାକ୍ଷୀ ପିନ୍ଧୁଛି। ଭଗବାନ ମୋ ଧନକୁ କୋଟି ପରମାୟୁ ଦିଅନ୍ତୁ। ମୋ ଧନ ଭଲ ପାଠ ପଢୁ। ମୋ ଧନ ଭଲ ପାଠ ପଢୁ। ମୋ ଧନର ଆୟୁଷ ବଢୁ। ମୋ ଧନ ଭଲ ମଣିଷ ହଉ। ଜଗନ୍ନାଥଙ୍କୁ ମୁଣ୍ଡିଆ ମାରେ। ହାତରେ ଜଗନ୍ନାଥ ମୁଣ୍ଡିଆ ମାରେ। ହଁ ଓହୋ ହଁ ଆକ୍ଚୁଆଲି ମୋ ଝିଅର ବାନ୍ଧିବା କଥା, ଯେହେତୁ ତାର ଛୁଟି ମିଳିଲାନି ତେଣୁ ସେ ରାକ୍ଷୀ କିଣିକିରି ତା ଭାଇ ପାଇଁ ଆଉ ତା ବଚୁ ପାଇଁ ରଖିଦେଇଥିଲା। ତାପରେ ମୋତେ କହିଥିଲା ବୋଉ ତୁ ଟିକେ ପିନ୍ଧେଇ ଦେବୁ। ସେ ସିଆଡ଼େ ଦେଖୁଛି ଭିଡ଼ିଓ CCTVରେ ଦେଖୁଛି। ତେଣୁ ମୁଁ ତାକୁ ଟିକେ ବନ୍ଦାପନା କରିକିରି ପିନ୍ଧେଇ ଦେଲି ଆଉ। ହଁ ଦି ଜଣକୁ ଖୁଆ ହବ। ନିଆ 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 ମିଠା ଖାଅ ମିଠା ଖାଅ। ନିଆ ମିଠା ନ ଖାଇଲେ ପରା ରାକ୍ଷୀ ଜଗନ୍ନାଥ ରାଗିବେ। ଟିକେ ନାକୁ ମିଠା ଖାଆନ୍ତି। ହଁ ଟିକେ କାମୁଡ଼ି ଦେ। ଖାଇଲୁ ଟିକେ ଖା। ଆଚ୍ଛା ହଉ ନେ ଆଉ ଟିକେ ନାକୁ ନେ ନେ ତୁ ଟିକେ ନାକୁ ନେଇ ଯା। କେତେବେଳେ ଖାଇଲୁ? ଆଚ୍ଛା ହଉ ହଉ ଠାକୁରଙ୍କୁ ଟିକେ ମୁଣ୍ଡିଆ ମାରେ। ଠାକୁରଙ୍କୁ ମୁଣ୍ଡିଆ ମାରିବୁ। ଯା ଠାକୁର ଘର ମୁଁ ଖୋଲିଦିଏ। ରହ ଏପଟେ ଲଗାଅ। ମୁଣ୍ଡରେ ଅଛି ମୁଣ୍ଡରେ ଅଛି ମୁଣ୍ଡରେ ଏଠି ମୁଣ୍ଡିଆ ମାର। ହେଇଗଲା। ଠାକୁରଙ୍କ ଏପଟେ ମୁଣ୍ଡିଆ ମାର। ସେଇଠି ସେଇଠି ଏଇଠି ମୁଣ୍ଡିଆ ମାର। ଏଇଠି ମାରିବୁ। ହଁ ଆଚ୍ଛା ତୁ ସୁକା ଆସି ମୁଣ୍ଡିଆ ମାରେ। ତୁମେ ଏବେ ମାମୁଁ ଘରକୁ ଯିବ? ମାମୁଁ ଘରେ କିଏ ରାକ୍ଷୀ ବାନ୍ଧିବେ? ହଁ ହଁ ଆନି ଆଦ୍ୟା ନାନୀ ଦି ଜଣ ଯାକ କହିବୁ। ନାନୀ କହିବୁ ନା ଆଉ ନୁହେଁ? ହଁ ହଁ ଉଠିଲୁ ପାପା ମୁଣ୍ଡିଆ ମାରିବେ। ମୋ ଝିଅ ଦେଖୁଥିବ ମିତୁ ଦେଖୁତା CCTVରେ ଦେଖୁତା। ରାକ୍ଷୀ ପିନ୍ଧିଲେ ଆଉ ମିଠା ଖାଇଲେ ବନ୍ଦାପନା ହେଲା ସବୁ ହେଲା। ଆଉ ତୁ ମନରେ ଦୁଃଖ କରିବୁନି ଆଉ। ହଉ।